Audio Jungle. गुड ତିନି मॉर्निंग ହଜାରରୁ ओडिशा ଅଧିକ तो आज ଐତିହାସିକ ଅଗଷ୍ଟ 24 କୀର୍ତ୍ତିରାଜିର ପୁନରୁଦ୍ଧାର ବୁଧବାର କରିବେ ଚାଲନ୍ତୁ ରାଜ୍ୟ ଜାଣିବା ଆଜି ସରକାର। ଦିନର ଟପ୍ 10 ରାଜ୍ୟର ବ୍ରେକିଂ ଐତିହାସିକ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂସ୍କୃତି ବିଭାଗ ଏକ ନୂଆ ହେରିଟେଜ୍ ପଲିସି ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛି। ଏହି ବିଷୟରେ ଆଲୋଚନା ପାଇଁ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ତ୍ତମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ଖବର, ସରକାରୀ ଛୁଟି ଘୋଷଣା। 29 ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନୂଆଖାଇ ପର୍ବ ଉପଲକ୍ଷେ 29 ତାରିଖ ଛୁଟି ରହିବ। ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ। ଏଥିପାଇଁ ସେପ୍ଟେମ୍ବର 13 ଦ୍ୱିତୀୟ ଶନିବାର କାର୍ଯ୍ୟ ଦିବସ ଘୋଷଣା ହୋଇଛି। ପରବର୍ତ୍ତୀ ଖବର, ଏଣିକି ବିନା ଇଣ୍ଟରନେଟ୍ରେ ହେବ ହ୍ୱାଟ୍ସଆପ୍ ଭଏସ୍ କଲ୍। ଗୁଗୁଲ ବର୍ତ୍ତମାନ ଏହାର ନୂତନ ପିକ୍ସେଲ 10 ସିରିଜ୍ ପ୍ରଚଳନ କରିଛି। ଏଥର ଫୋନରେ ଅନେକ ବଡ଼ ଅପଗ୍ରେଡ୍ ଦେଖାଯାଉଛି, କିନ୍ତୁ ସବୁଠାରୁ ଅଧିକ ଆଲୋଚନା ହେଉଥିବା ବୈଶିଷ୍ଟ୍ୟ ହେଉଛି ହ୍ୱାଟ୍ସଆପ୍ ଭଏସ୍ ଏବଂ ଭିଡ଼ିଓ କଲ୍ ପାଇଁ ସ୍ୟାଟେଲାଇଟ୍ ନେଟୱାର୍କ ସମର୍ଥନ। ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ପାଖରେ ମୋବାଇଲ ସିଗ୍ନାଲ କିମ୍ବା ୱାଇଫାଇ ଉପଲବ୍ଧ ନାହିଁ, ତଥାପି ଆପଣ ହ୍ୱାଟ୍ସଆପ୍ କଲ୍ କରିପାରିବେ। ପରବର୍ତ୍ତୀ ଖବର, ଲୋକଙ୍କୁ ଫୋନ୍ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ। ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ। ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ଫିଡ୍ବ୍ୟାକ୍ ନେବେ। ଶାସନକୁ ଲୋକାଭିମୁଖୀ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପରବର୍ତ୍ତୀ ଖବର, MBBS ନାମଲେଖାରେ 18,000 ଛାତ୍ରଛାତ୍ରୀଙ୍କ ଦସ୍ତାବିଜ ନକଲି। ଘରୋଇ ମେଡିକାଲ କଲେଜଗୁଡ଼ିକରେ NRI କୋଟାରେ ବଡ଼ ଦୁର୍ନୀତି ଚାଲିଥିବା ସୋମବାର ED ସୂଚନା ଦେଇଛନ୍ତି। ନକଲି NRI ସାର୍ଟିଫିକେଟ୍ ସମେତ ବିଭିନ୍ନ ନକଲି ଦସ୍ତାବିଜ ବଳରେ MBBS, UG ଏବଂ PG ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଭିନ୍ନ ବିଦେଶୀ ମିଶନ ଓ ଦୂତାବାସ ସହାୟତାରେ ହୋଇଥିବା ଯାଞ୍ଚ ଅନୁଯାୟୀ 18,000 ରିଜର୍ଭ ସିଟ୍ରେ ଛାତ୍ରଛାତ୍ରୀ ନକଲି ଦସ୍ତାବିଜକୁ ବ୍ୟବହାର କରି ନାମ ଲେଖାଇଛନ୍ତି। ପରବର୍ତ୍ତୀ ଖବର, ବଙ୍ଗୋପସାଗରରେ ଲଘୁଚାପ 27ରୁ ବଢ଼ିବ ବର୍ଷାର ପରିମାଣ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଆଗାମୀ 2 ଦିନରେ ସୃଷ୍ଟି ଚିହ୍ନିତ ଲଘୁଚାପରେ ପରିଣତ ହେବ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, 15 ତାରିଖ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ପାଇଁ ଚେଷ୍ଟା। ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ପରିଚାଳନା କମିଟିରେ 10 ଜଣ ସଦସ୍ୟ ଅଛନ୍ତି। ଆସନ୍ତା 15 ତାରିଖ ସୁଦ୍ଧା ଧାଡ଼ି ଦର୍ଶନର ପ୍ରକ୍ରିୟା ଆରମ୍ଭ ହେବ। ପରିଚାଳନା କମିଟି ଗଠନ ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ଏକ ସୁପାରିଶ କରିବେ। ରାଜ୍ୟ ସରକାର ତାହାକୁ ଅନୁମତି ଦେବା ପରେ କାମ କରିବା ପାଇଁ ସୁବିଧା ହେବ। ଯାହା ସବୁ ବାକି ରହିଯାଇଛି ତାହା ଆଗକୁ ଖୁବ୍ ଶୀଘ୍ର ହେବ। ଓଡ଼ିଶାର ଜଣାଶୁଣା ଥିବା ଲୋକମାନଙ୍କୁ ନିଆଯାଇଛି ଏହି କମିଟିରେ। କୌଣସି ଜାତି ବର୍ଗ ନିର୍ବିଶେଷରେ ନିଷ୍ପତ୍ତି ନିଆଯାଇ ନାହିଁ। ପରବର୍ତ୍ତୀ ଖବର, 15 ବର୍ଷରୁ 20 ବର୍ଷକୁ ବଢ଼ିଲା ଗାଡ଼ି ବ୍ୟବହାର ସୀମା। ରାଜ୍ୟ ସରକାର ବଦଳାଇଲେ ନିୟମ। ପୁରୁଣା ଗାଡ଼ି ବ୍ୟବହାର ଅବଧି ବଢ଼ାଇଲେ ରାଜ୍ୟ ସରକାର। ଗାଡ଼ି ବ୍ୟବହାର ନିୟମରେ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। 15ରୁ 20 ବର୍ଷକୁ ବଢ଼ିଲା ଗାଡ଼ି ବ୍ୟବହାର ସମୟ ସୀମା। ପୂର୍ବରୁ 15 ବର୍ଷ ପୁରୁଣା ଗାଡ଼ି ବ୍ୟବହାରରେ କଟକଣା ଲଗାଇଥିଲେ ବିଜେଡି ସରକାର। ସରକାରଙ୍କ ଏହି ନିଷ୍ପତ୍ତି ଅନେକଙ୍କୁ ଦେବ ଆଶ୍ୱସ୍ତି। ପରବର୍ତ୍ତୀ ଖବର, ଆଜି ଆକାଉଣ୍ଟକୁ ଆସିବ CM କିଷାନ ଟଙ୍କା। ମିଳିବ CM କିଷାନ ଟଙ୍କା। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ଯିବ 2,000 ଟଙ୍କା। ରାଜ୍ୟର 51 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ଏହି ଟଙ୍କା। ନୂଆଖାଇ ଅବସରରେ ଚାଷୀଙ୍କୁ ଟଙ୍କା ଦେଇ ଉପକୃତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ଷୁଦ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ଏହି ଟଙ୍କା ବଣ୍ଟା ଯାଉଛି। ପରବର୍ତ୍ତୀ ଖବର, ବନତାରାରେ ପଶିବ SIT ଟିମ୍। ସୁପ୍ରିମକୋର୍ଟ ଗୁଜୁରାଟର ଜାମନଗର ସ୍ଥିତ ବନତାରା ଅଭୟାରଣ୍ୟ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ପୂର୍ବତନ ବିଚାରପତି ଜଷ୍ଟିସ୍ ଚେଲାମେଶ୍ୱରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ବା SIT ଗଠନ କରାଯାଇଛି। ପରିବେଶ, ବନ୍ୟଜନ୍ତୁ ଏବଂ ଆର୍ଥିକ ନିୟମ ଉଲ୍ଲଂଘନ ସମ୍ପର୍କିତ ଏକାଧିକ ଆବେଦନ ଓ ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର, ଆତ୍ମନିର୍ଭର ଭାରତ ଦିଗରେ ଆଉ ପାଦେ ବଢ଼ିଲା ଦେଶ। ଆତ୍ମନିର୍ଭର ଭାରତରେ ଆଉ ପାଦେ ବଢ଼ିଲା ଦେଶ। ଗୁଜୁରାଟରେ ଉଦ୍ଘାଟିତ ହେଲା ବିଶାଳ ଇଭିଯାନ ପ୍ଲାଣ୍ଟ ଇଭିଟାର। ସବୁଠାରୁ ବଡ଼ କଥା ହେଉଛି ଏଥରକ ଭାରତରେ ନିର୍ମିତ ବ୍ୟାଟେରୀ ଓ ଇଲେକ୍ଟ୍ରିକ୍ କାର ବିଭିନ୍ନ ଦେଶକୁ ରପ୍ତାନି କରାଯିବ। ଏହା ଭାରତ ପାଇଁ ବଡ଼ ଉପଲବ୍ଧି ହେବାକୁ ଯାଉଛି। ଦେଶର ସର୍ବବୃହତ କାର ନିର୍ମାତା ମାରୁତି ସୁଜୁକିର ନିଜ ପ୍ରଥମ ଇଲେକ୍ଟ୍ରିକ୍ SUV ମାରୁତି ଇଭିଟାରାକୁ ସେପ୍ଟେମ୍ବର 3 ତାରିଖରେ ଲଞ୍ଚ କରିବାକୁ ଯାଉଛି। ପରବର୍ତ୍ତୀ ଖବର, ବଢ଼ିଲା ଭାରତୀୟ ନୌସେନାର ଶକ୍ତି। ଭାରତୀୟ ନୌସେନାରେ ଯୋଗ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ ଜାହାଜ। ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧପୋତ INS ଉଦୟଗିରି ଓ INS ହିମଗିରି ସାମିଲ ହୋଇଛି। ବିଶାଖାପାଟଣାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ଐତିହାସିକ ସମାରୋହ ଅନୁଷ୍ଠିତ ହୋଇଛି। ପ୍ରଥମ ଥର ପାଇଁ 2ଟି ଭିନ୍ନ ଭିନ୍ନ ସିପ୍ ୟାର୍ଡରେ ନିର୍ମିତ 2ଟି ପ୍ରମୁଖ ଯୁଦ୍ଧ ଜାହାଜ ଏକ ସାଙ୍ଗରେ ନୌସେନାରେ ସାମିଲ ହୋଇଛନ୍ତି।
ପରବର୍ତ୍ତୀ ଖବର ଓଡ଼ିଶା ଉପରେ ରାହୁଲଙ୍କ ଆଖି। ଓଡ଼ିଶାରେ ବିଜେପି ସରକାର ଆସିବା ପରଠୁ ଏବେ ରାହୁଲ ଗାନ୍ଧୀଙ୍କ ନଜର ଓଡ଼ିଶା ଉପରେ। ପୂର୍ବ ଭାରତର ଦୁଆର କୁହାଯାଉଥିବା ଓଡ଼ିଶାରେ କଂଗ୍ରେସ କେମିତି ନିଜ ହାତ ଉଠାଇବ ଆଉ ନିଜ ସଂଗଠନକୁ ମଜବୁତ କରିବ ସେ ନେଇ ଅଙ୍କ କଷିବା ଆରମ୍ଭ କରିଛନ୍ତି କଂଗ୍ରେସ ଯୁବରାଜ। ଏଥିପାଇଁ ଦିଲ୍ଲୀରେ ଘନ ଘନ ବୈଠକ ବସିବା ସହ ଓଡ଼ିଶା ନେତାଙ୍କୁ ଦିଆଯାଉଛି ଗୁରୁମନ୍ତ୍ର। ପରବର୍ତ୍ତୀ ଖବର ପାତାଳି ଶ୍ରୀକ୍ଷେତ୍ରକୁ ନେଇ ବଢ଼ିଲା ବିବାଦ। ହାଇକୋର୍ଟରେ ଅକ୍ଟୋବର 15ରେ ପରବର୍ତ୍ତୀ ଶୁଣାଣି। ସୋନପୁରରେ ଥିବା ପାତାଳି ଶ୍ରୀକ୍ଷେତ୍ରକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିଛି। ପାତାଳି ଶ୍ରୀକ୍ଷେତ୍ର ଉପରେ ପ୍ରତ୍ନତତ୍ତ୍ୱ ପ୍ରମାଣ ନଥିବା ନେଇ ଏଏସ୍ଆଇ ରିପୋର୍ଟ ଦାଖଲ କରିବା ପରେ ବିବାଦ ବଢ଼ିଛି। ସୋନପୁରର ବଘାପଲ୍ଲୀ ଏବଂ କୋଟସମଲାଇ ଅଞ୍ଚଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସୁରକ୍ଷା ଦୃଷ୍ଟିରୁ ମାଟି ତଳେ ପୋତି ଯାଇଥିବା ବୋଲି ବିଶ୍ୱାସ ରହିଛି। ପରବର୍ତ୍ତୀ ଖବର ରାଜ୍ୟ କ୍ୟାବିନେଟରେ 4 ପ୍ରସ୍ତାବକୁ ମଞ୍ଜୁରୀ। ରାଜ୍ୟ କ୍ୟାବିନେଟ ବୈଠକରେ 3ଟି ବିଭାଗର 4ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର 1ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର 2ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚତୁର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର 18 ତାରିଖରୁ 17ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପରବର୍ତ୍ତୀ ଖବର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି ବଢ଼ାଇଲେ ମୁଖ୍ୟମନ୍ତ୍ରୀ। ବଢ଼ିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି। ଆବେଦନ ଶେଷ ତାରିଖ ଅଗଷ୍ଟ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି ବଢ଼ିଛି। ପରବର୍ତ୍ତୀ ଖବର ରାଜଧାନୀରେ ଏଥର ନିୟମରେ ପୂଜା। ରାତି 10ଟା ପରେ ମେଲୋଡି ମନା। ମଣ୍ଡପରେ ସିସିଟିଭି ବାଧ୍ୟତାମୂଳକ। ପାର୍ବଣ ଋତୁ ପର୍ବ କଠୋର ହେଲା କମିଶନରେଟ ପୋଲିସ। ପୂଜା ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ। ଚଳିତ ବର୍ଷ ଗଣେଶ ପୂଜା ବାଜିପାରିବନି ଡିଜେ। ସାଉଣ୍ଡ ଲିମିଟରେ ବଜାଇ ପାରିବେ ଭକ୍ତି ଗୀତ। ରାସ୍ତା ଉପରେ ହୋଇପାରିବନି ବଡ଼ ବଡ଼ ତୋରଣ। ରାତି 10ଟା ପରେ ହେବନି ମେଲୋଡି। ନିଶାମୁକ୍ତ ହେବ ପୂଜା ମଣ୍ଡପ। ପ୍ରତି ପୂଜାସ୍ଥଳରେ ସିସିଟିଭି ବାଧ୍ୟତାମୂଳକ। ବେଆଇନ ଭାବେ ଚାନ୍ଦା ଆଦାୟ କଲେ କମିଟି ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।